ଦେଖନ୍ତୁ ଏ ଯୋଉ ହତ୍ୟାକାଣ୍ଡ ଘଟିବା ପରେ ବା ଯୋଉ ଡବଲ ମର୍ଡର ହେବା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପୁରା ଛାନବିନ କରୁଛନ୍ତି ସକାଳ ସମୟରୁ ଏବଂ କୋଉଠି ନା କୋଉଠି ଗୋଟେ ଛୋଟିଆ ଏଭିଡେନ୍ସ ପାଇଁ କି ପୁରା ଟିମ୍ ବର୍ତ୍ତମାନ ସୁଦ୍ଧା କାମ କରୁଛନ୍ତି। ଏୟାରଫିଲ୍ଡ ଥାନା ପୁଲିସ ସହିତ ଏସିପି ଘଟଣାସ୍ଥଳରେ ପହଞ୍ଚିଥିଲେ। ଯେଉଁମାନେ ରହିଛନ୍ତି ମୃତକଙ୍କ ପରିବାର ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା ହସ୍ପିଟାଲକୁ ନିଆଯାଇଛି କାହିଁକି ନା ମୃତଦେହର ବର୍ତ୍ତମାନ ସୁଦ୍ଧା ଶବ ବ୍ୟବଚ୍ଛେଦ କରାଯିବ। ବିଶେଷ କରିକି ବଡିରେ କେତେ ଇଞ୍ଜୁରୀ ରହିଥିଲା ଏବଂ କ'ଣ ରହିଥିଲା ତାର ଛାନବିନ ହେବ। ଗୋଟେ ବଡ଼ କଥା ହେଉଛି ଏ ହେଉଛି ସେଇ କ୍ରାଇମ୍ ସିନ୍ ଯେଉଁ ଜାଗାରେ ବର୍ତ୍ତମାନ ସୁଦ୍ଧା ସାଇଣ୍ଟିଫିକ ଟିମ୍ ସହିତ ପୁଲିସ ପହଞ୍ଚନ୍ତି ଏବଂ ଗୋଟିଏ ଜାଗାକୁ ବର୍ତ୍ତମାନ ପୁଲିସର ଅଧିକାରୀମାନେ ଜଗିକି ରହିଛନ୍ତି। ଏ ଜାଗାକୁ କାହାକୁ ଛଡ଼ା ଯାଉନାହିଁ ଏବଂ ଏ ହେଉଛି ସେ କଲ୍ୟାଣ ପ୍ଲାଜା ଯେଉଁ ଜାଗାରେ ସାମାନ୍ୟ ଗୋଟେ ପାର୍କିଂକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଇଥିଲେ ବା ସ୍ପଷ୍ଟ ଭାବରେ କହିବାକୁ ଗଲେ ଏ କଲ୍ୟାଣ ପ୍ଲାଜାର ଯିଏ ରହିଥିଲେ ସୁପରଭାଇଜର ସେ ହଠାତ୍ ଉତ୍କ୍ଷିପ୍ତ ହୋଇଯାଇଥିଲେ ଏବଂ ସିଏ ଗୋଡ଼େଇ ଗୋଡ଼େଇ ତାଙ୍କୁ ଏଠି ହତ୍ୟା କରିଛନ୍ତି ବା এই যে সুপরভাইজর যে রহিଥିଲେ ତାଙ୍କର ସହଯୋଗୀମାନଙ୍କୁ ପରିବାର ଲୋକମାନଙ୍କୁ ହଠାତ୍ ଡାକିଥିଲେ ଏବଂ ଡାକିବା ପରେ ଯେଉଁ ଗଣ୍ଡଗୋଳଟି ସ୍ପଟ ଉପରେ ହେଇଥିଲା ପାଖାପାଖି ଅଧଘଣ୍ଟାରୁ ଅଧିକ ସମୟ ଧରି ଡ୍ରାମା ଚାଲିଥିଲା କିନ୍ତୁ କେହି କାହାକୁ ଅଟକେଇ ପାରିନଥିଲେ କାହିଁକି ନା ଅଭିଯୁକ୍ତ ମାନଙ୍କ ହାତରେ ଥିଲା ଧାରୁଆ ଅସ୍ତ୍ର। ପାଖାପାଖି ଗୋଡେଇ ଗୋଡେଇ ଏଠି ଦୁଇ ଜଣଙ୍କୁ ହତ୍ୟା କରିଥିଲେ। ଜଣେ ହେଉଛନ୍ତି ଜିତୁ ଏବଂ ଅନ୍ୟ ଜଣେ ହେଉଛନ୍ତି ଜୁଲୁ। ଯେବେ ଜୁଲୁ ଯିଏ ହେଉଛନ୍ତି ସେ ହେଉଛନ୍ତି କେନ୍ଦ୍ରାପଡ଼ାର, ଜିତୁ ହେଉଛନ୍ତି ଏ ପାଖର ବାସିନ୍ଦା। ତେବେ ଆଉ ଗୋଟେ କଥା କହିବା ପାଇଁ ଚାହିଁବି ଯେ ଯେଉଁ ଅଭିଯୁକ୍ତ ଏବଂ ଯିଏ ଯାହାର ମୃତ୍ୟୁ ହୋଇଛି ଉଭୟ ହେଉଛନ୍ତି ପଡ଼ୋଶୀ। ତାଙ୍କ ଘର ଏଇଠୁ ମାତ୍ର 200 ମିଟର ଦୂର ଗୋଟିଏ ଗାଁରେ। ତେବେ ଏ ଯେଉଁ ପାର୍କିଂ ରହିଥିଲା ପାର୍କିଂରେ ଗାଡ଼ି କିଏ ରଖିବ ତାକୁ ନେଇକି ଗଣ୍ଡଗୋଳ ହେଇଥିଲା। ପୂର୍ବରୁ ମଧ୍ୟ ବାରମ୍ବାର ଆପାର୍ଟମେଣ୍ଟର ପାର୍କିଂରେ ଗାଡ଼ି ରଖିବାକୁ ନେଇ ଗଣ୍ଡଗୋଳ ହେଇଥିଲା। ତେବେ ଗତକାଲି ଯେତେବେଳେ ଗୋଟେ କୁହାଯାଉଛି ଗୋଟେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ତିଆରି କରାଯାଇଥିଲା, ଯୋଜନାବଦ୍ଧ ଷଡ଼ଯନ୍ତ୍ରରେ ହୁଏତ ଏ ଦୁଇ ଜଣଙ୍କର ବଳି ପଡ଼ିଛି କାହିଁକି ନା ପୂର୍ବ ପ୍ଲାନ୍ ମୁତାବକ ସେମାନଙ୍କୁ ଦୁଇ ଜଣଙ୍କୁ ସାଙ୍ଗଙ୍କୁ ରାସ୍ତାରେ ଗୋଡେଇ ଗୋଡେଇ ଛୁରୀ ଭୁସି ହତ୍ୟା କରାଯାଇଛି। ତେବେ ଏଠି ଗୋଟେ ଭାଇଗିରି ଚାଲିଛି। ଭାଇଗିରିର ନିଜର ପତିଆରା ଜାହିର କରିବାକୁ ଯାଇକି ନିଜେ ନିଜର କିଏ କେତେ ବଳବାନ ହେଇପାରିବ ଏବଂ ଆମେ ଏଠିକାର ଲୋକାଲ ଟୋକା କହି କିଭଳି ଭାବରେ କେନ୍ଦ୍ରାପଡ଼ାର ଯୁବକକୁ ହତ୍ୟା କରାଗଲା ଏବଂ ତା ସାଙ୍ଗରେ ଥିବା ଆଉ ଜଣେ ଗ୍ରାମବାସୀ ଯିଏ ରହିଥିଲେ ତାଙ୍କୁ ମଧ୍ୟ ହତ୍ୟା କରାଯାଇଛି। ତେବେ ଯେଉଁ ଯିଏ ହତ୍ୟାକାରୀ ଏବଂ ଯାହାର ମୃତ୍ୟୁ ହୋଇଛି ସେମାନେ ପଡ଼ୋଶୀ। ତେବେ ତାଙ୍କ ସହିତ ଜିତୁଙ୍କ ସହିତ ଜୁଲୁ ନାମକ ଯେଉଁ ବ୍ୟକ୍ତି ଜଣକ ଥିଲେ ତାଙ୍କ ଘର ହେଉଛି କେନ୍ଦ୍ରାପଡ଼ା। ତେବେ ଦେଖିବା ପାଇଁ ଚାହିଁବି ଏ ଯେଉଁ ପାଲଟି ରହିଛି ପାଲଟି ପକାଯାଇଛି ଏ ହେଉଛି ଗୋଟେ ଚିକେନ ସେଣ୍ଟର ଯୋଉଠି ଉଭୟ କାମ କରନ୍ତି ଚିକେନ ଦୋକାନଟିକୁ ଚଲାନ୍ତି। ସେ ଚିକେନ ଦୋକାନ ପାଖରୁ ହିଁ ଗୋଡେଇ ଗୋଡେଇ ପାଖାପାଖି କଲ୍ୟାଣ ପ୍ଲାଜା ପର୍ଯ୍ୟନ୍ତ ଆସିଥିଲେ ଏବଂ ଏଇ ଜାଗାରେ ହିଁ ତାଙ୍କୁ ହତ୍ୟା କରାଯାଇଛି। ସାମାନ୍ୟ ପାର୍କିଂକୁ ନେଇକି ହତ୍ୟାକାଣ୍ଡ ସାରା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାସ୍ଥଳରୁ ସାଇଣ୍ଟିଫିକ ଏଭିଡେନ୍ସ କଲେକ୍ଟ କରିବା ପାଇଁ ସାଇଣ୍ଟିଫିକ ଟିମ୍ ପହଞ୍ଚିଛି। ଏ ଘଟଣାରେ ଜଣକୁ ବର୍ତ୍ତମାନ ସୁଦ୍ଧା ଅଟକ ରଖି ପଚରାଉଚରା କରାଯାଉଛି, ବଡି ଇନକ୍ୱେଷ୍ଟ କରାଯିବ, ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯିବ। ପରିବାର ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ବୟାନ, ଅପରାଧୀକୁ ଫାଶୀ ଦିଅ ଏବଂ ପରିବାର ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ବୟାନ ରେକର୍ଡ କରାଯିବ। ବର୍ତ୍ତମାନ ସୁଦ୍ଧା ଭାରତୀୟ ନ୍ୟାୟ ସଂହିତାର ଦଫା 103 ଅର୍ଥାତ୍ ହତ୍ୟାକାଣ୍ଡ ମାମଲା ରୁଜୁ କରିଛି ଏୟାରଫିଲ୍ଡ ଥାନା ପୁଲିସ ଏବଂ ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଚାଲିଛି। ଏଥିରେ ଅଭିଯୁକ୍ତଙ୍କ ସଂଖ୍ୟା କୁହାଯାଉଛି 5 ବୋଲି କିନ୍ତୁ ଘଟଣାସ୍ଥଳରେ ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି 2 ରୁ 3 ଜଣ ଯୁବକ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି ବୋଲି। କେତେ ଯୁବକ ଥିଲେ, କୋଉଥିରେ ହତ୍ୟା କଲେ, କେତେ ସମୟ ଧରି ରାସ୍ତା ଉପରେ ଗୋଡଉଥିଲେ, ବିଚ୍ ରାସ୍ତାରେ ଗୋଡିଆ ଗୋଡେଇ ଚାଲିଥିଲା, ସମସ୍ତେ କେବଳ ଦେଖଣାହାରୀ ଛାଡ଼ିଥିଲେ। ଲୋକଙ୍କ କହିବା କଥା ଯେ ପୁରା ଫିଲ୍ମର ସିନ୍ ଭଳି ଏଠି ଲୋକଙ୍କୁ ଗୋଡେଇ ଗୋଡେଇ ହତ୍ୟା କରାଯାଉଥିଲା 2 ଜଣ ଯୁବକଙ୍କୁ ଏବଂ ଏତେ ଜୋରରେ ଷ୍ଟାବିଂ ହେଇଥିଲା ଯେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା, ଅନ୍ୟ ଜଣକ କ୍ୟାପିଟାଲ ହସ୍ପିଟାଲ ବେଡ୍ରେ ହିଁ ମୃତ୍ୟୁବରଣ କରିଥିଲେ। ତେବେ ଏ ପୁରା ଘଟଣାକୁ ନେଇ ତମାମ ଦିଗକୁ ନେଇ ବର୍ତ୍ତମାନ ସୁଦ୍ଧା ପୁଲିସ ଛାନବିନ ଆରମ୍ଭ କରିଛି। ଖୁବ୍ ଶୀଘ୍ର ଅଭିଯୁକ୍ତକୁ ହାତକଡ଼ି ପିନ୍ଧିବେ ବୋଲି କୁହାଯାଉଛି କିନ୍ତୁ ଘଟଣା ଘଟିବାର ପାଖାପାଖି 12 ଘଣ୍ଟା ପରେ ବି ଏବେ ବି ପୁଲିସ ହାତ ଖାଲି ରହିଛି କିନ୍ତୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ଘଟଣାସ୍ଥଳରୁ ବା କ୍ରାଇମ୍ ସିନ୍ରୁ ମାତ୍ର 200 ମିଟର ଦୂରରେ ରହିଛି ଅଭିଯୁକ୍ତଙ୍କ ଘର। ତେବେ ଏଠି ଗୋଟେ ବଡ଼ କଥା ହେଉଛି ଯେ ସାମାନ୍ୟ ପାର୍କିଂକୁ ନେଇକି ହତ୍ୟାକାଣ୍ଡ ଏବଂ ଏଠି ଭାଇଗିରି ପାଇଁକି ନିଜର ପତିଆରା ଜାହିର କରିବାକୁ ଯାଇକି ଯୁବକମାନେ କେମିତି ରକ୍ତର ହୋଲି ଖେଳିଛନ୍ତି ତାର ବାସ୍ତବ ଚିତ୍ର ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଛି ଏବଂ ଏହି ଘଟଣା ନିକଟସ୍ଥ ପୁଲିସ ବା ଏୟାରଫିଲ୍ଡ ପୁଲିସକୁ ଗୋଟେ ବଡ଼ ଚ୍ୟାଲେଞ୍ଜ ଦେଇଛି। ସ୍ୱସ୍ତିକା धन्यवाद सौभाग्य बहुत बहुत धन्यवाद आपनकर तमाम आलोचना।